नमस्कार न्यूज रूम को स्वागत करुछि मु लिजा दर्शक बंधु वर्तमान एपरी एक घटना घटी जोठे कि आपण माने जानिबा को पाइछन्ती जे धर्मशालार विधायक जे हिमांशु साहू तांको ऊपर अटैक हेछि एवं मो संगे बता लाइन रे जोड़ी हेचन्ती हिमांशु साहू तांकोठु टिके प्रतिक्रिया नबा संपूर्ण घटना संपर्क रे जानिबा नमस्कार नमस्कार। हिमांशु बाबू आमे जो खबरटी बर्तमान पाइलु जोउटिरे कि आपण कहउतले जे आपणको ऊपर अटैक हेजी एवं आपणको मारिके से माने बाई इलेक्शन योजना रे रहउचंदी बोली कहउचंदी ए घटना आपण विषय टे कहिबे देखନ୍ତୁ ମୁଁ ଗଭର୍ଣ୍ଣମେଣ୍ଟର ମିଟିଂ ଥିଲା କାଲି ମାଇନର ମିଟିଂ ଥିଲା ଆଜ୍ଞା ତ ମୁଁ ଇଭିନିଂ ରେ କାଲି ଯାଉଥିଲି କଲେକ୍ଟର ଅଫିସ ଷ୍ଟାଡିୟମ ଫିଡିୟମ ସମସ୍ତେ ବସିଥିଲେ ସେ ବୁଢା ଯାଜପୁର ଗଲାବେଳକୁ ବୁଢା ନଦୀ ପାଖରେ ହଁ ସେଠି କିଛି ବିଜୁ ଜନତା ଦଳର ଗୁଣ୍ଡା ଶ୍ରେଣୀର ଲୋକ ସେଠି ଟାୟାର ଫାୟାର ଜାଳିକି ରୋଡ ଷ୍ଟ୍ରାଇକ କରିଥିଲେ କିଛି ହାଟ ଉଠିବା କେସରେ ମୁଁ ଆଜ୍ଞା ସେ ବିଷୟରେ କିଛି ଅବଗତ ନଥିଲି ମୁଁ ଷ୍ଟ୍ରାଇକ ର 400 ମିଟର ପୂର୍ବରୁ କ୍ୟୁରେ ଛିଡା ହେଇଥିଲି ହୁଁ ତ ହଠାତ୍ ସେଠି ଆସିକି କିଛି ଦୁର୍ବୃତ୍ତ ଆସିକି ସେଠି ଷ୍ଟ୍ରାଇକ ପାଖରୁ ରଡ ଫଡ କିଛି ବାଡି ଷ୍ଟିକ୍ ହକି ଷ୍ଟିକ୍ ବଡ ବଡ ବୋଲ୍ଡର ଧରିକି ଆସିଲେ ଆଜ୍ଞା କହିଲେ ଏଠି ହିମାଂଶୁ ସାହୁ ଲିକୁ ସାହୁ ବବି ଭାଇ ମନା କରୁଛନ୍ତି ଯାଜପୁର ଆସିଲେ ମାନେ ପିଟିକି ମାରିଦବ ଆଉ ଭାଇ ବିରୁଦ୍ଧରେ ଇଏ ସୋସିଆଲ ମିଡିଆରେ କହୁଥିଲା ହୁଁ ଆଉ ଇଏ କରୁଥିଲା ତେଣୁ ଆକୁ ପିଟିକି ମାରିଦିଅ ସଫା କରିଦିଅ ବିଜେପିର କେହି ଗୋଟେ ନେତା ଏଠି ଯାଜପୁରରେ ପଶି ପାରିବେନି ଏଟା ବିଜେଡିର ଗଡ ହୁଁ ବବି ଭାଇ ଯାହା କହିବେ ସେଇଆ ହବ ବବି ଭାଇ ଆଦେଶ ଦେଇଛନ୍ତି ମାର ଏଟାକୁ ପିଟିକି କହିକି ମୁଁ କାଚଟା ଖୋଲିଦେଲି ଭାଇ ଲୋକ ଆସୁଛନ୍ତି କଣ ମତେ ପଚାରିବାକୁ ଆଜ୍ଞା ମୋ ଚେନ୍ ଟାକୁ ଛିଣ୍ଡେଇ ନେଇ ପଳେଇଲେ ଏବଂ ମତେ ଧକ୍କାଟେ ମାରିଲେ ମୋ ଗାଡି ମୋ ପିଏସ ଉଠି ଆସିଲା ତ ଗାଡି କାଚ ଟେକି ଦେଲା ପରେ ହଁ ତାପରେ ସେ 7-8 ଜଣ ଆସି ହଠାତ୍ ମୋ ସହିତ କେହି ନଥିଲେ ଆସି ପଥର ପଥର ଧରି ଗାଡି ଫାଡି ପିଟି ଗାଡି କାଚ ଭାଙ୍ଗି ରଡ ପିଟିଲେ ଆଉ ଟିକେ ରଡ ବି ମୋ ବେକରେ ପଶି ଯାଇଥାନ୍ତା ଅଳ୍ପକୁ ବର୍ତ୍ତିଗଲି ଏଇ ଯୋଉ ଘଟଣାଟା କୋଉଠି ଏକ୍ସାକ୍ଟ ଘଟଣାଟା କୋଉଠି କୋଉଠି ଆପଣ କହୁଛନ୍ତି ବୁଢା ନଈ ଏଟା ପାଖରେ ଯାଜପୁର ପାଖରେ ହେଇଛି ଯାଜପୁର ବୁଢା ନଦୀ ପାଖରେ ବୁଢା ନଦୀ ପାଖରେ ସେଠି ତ ସିସିଟିଭି ଏମିତି କିଛି ଥିବ ନା ଆଜ୍ଞା ସେମାନେ ବାଡେଇଛନ୍ତି ସେଠି ସବୁ ଲୋକ ଦେଖିଛନ୍ତି ମୋ ଗାଡି ଆଚ୍ଛା ଭାଙ୍ଗିକି ଚୁନା ହେଇଯାଇଛି ଆଚ୍ଛା ସେଠି ଲୋକ ସେମାନେ ଆଜ୍ଞା ଧରା ହେଇଛନ୍ତି ସେମାନେ ଧରା ପଡିଛନ୍ତି ସେ ଲୋକମାନେ କାଲି କାଲି ରାତିରେ ପୋଲିସ ପ୍ରଶାସନ ସମସ୍ତେ ସଜାଗ ହେଇଥିଲେ ସେଥିରେ ନିଜେ ମୁଖ୍ୟମନ୍ତ୍ରୀ ନିଜେ ଫଲୋଅପ୍ କରୁଛନ୍ତି ଯିଏ ଦୋଷୀ ଯିଏ ନିଶ୍ଚୟ ଧରା হবে ବୋଲି ଏବଂ ରାତିରେ କାଲି ମୁଁ ଖବର ପାଇ ସକାଳୁ 9ରୁ 10 ଜଣ ଆରେଷ୍ଟ ହେଇ ସାରିଲେଣି ଆଚ୍ଛା ଏବଂ ଆଚ୍ଛା ତା ଆପଣଙ୍କର ଚେନ୍ ବି ଝାମ୍ପି ନେଇଛନ୍ତି ବୋଲିକି ଶୁଣା ଯାଉଛି ଚେନ୍ ଆଜ୍ଞା ଝାମ୍ପି ନେଇଛନ୍ତି ଆଜ୍ଞା ରଡ୍ ବି ଯୋଉ ମାରିଥିଲା ଆଉ ଟିକେ ବି ରଡ୍ ବି ପଶି ଯାଇଛି ମୁଁ ସେଠି ଦେହାନ୍ତ ବି ହେଇଯାଇଥାନ୍ତା ଆଚ୍ଛା ଏମିତି ଘଟଣାକୁ ଆପଣ ବିଜୁ କାହିଁକି ଜନତା ଦଳର ଆଜ୍ଞା ପ୍ରଥମେ ଯୋଉ ଆମେ ହଁ ବିଜୁ କୁହନ୍ତୁ ଜନତା ଦଳର 25 ବର୍ଷ ଶାସନରେ ରକ୍ତ ମୁଖା ହେଇକି ଅଛନ୍ତି ଯେତେବେଳେ ଶାସନ ଭାର ହାତରୁ ଖସି ଯାଇଛି ଆଜ୍ଞା ସେଟାକୁ ସେ ଇଣ୍ଟରଲେନ୍ସ କରୁଛନ୍ତି ସହି ପାରୁନାହାନ୍ତି ତେଣୁ ସେମାନେ ରକ୍ତ ମୁଖା ହେଇଛନ୍ତି ତେଣୁ ସେ ମାରିଦେଲେ ଏମିତି ଲୋକଙ୍କୁ ଜୀବନ ମାରିଦେଲେ ଆଉ ଥରେ ହୁଏତ ବାଇ ଇଲେକ୍ସନ ହେଇପାରେ ସେ ଖୋଜୁଛନ୍ତି କେମିତି ଆଉ ଥରେ ଇଲେକ୍ସନ ଆଉ ଥରେ ପଶିବୁ ଆଉ ଥରେ ମୌକା ମିଳିଯିବ କି ତେଣୁ ଏମାନେ ରକ୍ତ ମୁଖା ହେଇଛନ୍ତି ସେତେବେଳେ ଆମେ ଲୋକମାନେ ଆମକୁ ଭୋଟ ଦେଇଛନ୍ତି ପ୍ରତିନିଧି ଦେଇଛନ୍ତି ଆମେ କେମିତି ଲୋକଙ୍କ କାମ ହବ 24 ଘଣ୍ଟା ଆମେ ଲୋକଙ୍କ କାମ ପାଇଁ ବୁଲୁଛୁ ସେ ସମୟରେ ଏମାନେ ଏମିତି ଭକ୍ଷକ ଭଳିଆ ବୁଲି ଲୋକ ମାରିବା ପାଇଁ ତେଣୁ ତାଙ୍କର କାମ ହେଲା କେବଳ ଗୁଣ୍ଡାଗର୍ଦି କରିବା ଲୋକଙ୍କୁ ଡରେଇବା ଭୟଭୀତ କରିବା ଏଇସବୁ କାମ କାରଣ ବିଗତ ଦିନ ଆପଣ ଦେଖୁଥିବେ ବବି ଦାସଙ୍କର ସବୁ ଇଏ ମୁଁ ଜେଲ ଯିବାକୁ ରେଡି ଅଛି ମତେ 4 ବର୍ଷ ଜେଲ ପଠେଇ ଦିଅ ତାଙ୍କ ଆଜ୍ଞା ଭାଇ ବି କାଲି ଲଲ ଦାସଙ୍କର ସେମିତି ମୋ ଭାଇକି ପଠଉଛି ଜେଲରେ ଆରେଷ୍ଟ କରିଦିଅ ତା ଭାଇ ସିଏ ବି ଯାଇକି ଆମେ ନାଇଁ ଜେଲ ଆପଣ ଯିବା ପାଇଁ ଯୋଉଟା ରେଡି ଅଛୁ କହୁଛନ୍ତି ହିମାଂଶୁ ବାବୁ ଯୋଉ ଲଲ ଯୋଉ କହୁଛନ୍ତି ଭବପ୍ରସାଦ ଦାସ ଯୋଉ ଆପଣଙ୍କ ସହିତ କମ୍ପ୍ରମାଇଜ କରିବା ବୋଲି କଥା ହେଇଥିଲେ ଏଇଟା କଣ ସତ କଥା ମତେ ଫୋନ କରିଥିଲେ ଆଜ୍ଞା ମୁଁ ଏସପି ସ୍କ୍ରିନଶଟ ଦେଇଛି ମତେ ଫୋନ କଲେ କହିଲେ ମୁଁ ଇଏ କରୁଛୁ ତୁ ଯାହା ହେଇଛି ହେଇଛି ଛାଡ଼ିଦିଅ ସେ କଥା ବ୍ୟାକ୍ କରିଦିଅ ଇଏ କରିଦିଅ ସେ କରିଦିଅ ମୁଁ ଫୋନ କାଟିଦେଲି ମୁଁ ନିଶ୍ଚୟ କାରଣ ସେ ତ ମାନିଲେ ସେମାନେ ଜିନିଷ କରିଥିଲେ ଫୋନ କରିଥିଲେ ଅନ୍ ରେକର୍ଡ ଅଛି କଲ୍ ରେକର୍ଡ ଅଛି ସବୁ ମୁଁ ଏସପି ସବୁ ହ୍ୟାଣ୍ଡ ଓଭର ଦେଇଛି ଆଚ୍ଛା ତାହେଲେ ଏଇ ଯୋଉ ରାଜନୀତି ଭିତରେ ଶତ୍ରୁତା ତ ରହେ ବିରୋଧୀ ଦଳ ଶାସକ ଦଳକୁ ଆଟାକ କରିବା ଶାସକ ଦଳ ଆଜ୍ଞା ଯଦି ବିରୋଧୀକୁ ଆଟାକ ତାଙ୍କର କରିବା କଷ୍ଟ ଏଟା ଅଛି ଗୋଟେ ଯାହା ଅଛି ସେ ମତେ ସ୍ୱାଭାବିକ କଳା ପତାକା ଦେଖେଇ ପାରିଥାନ୍ତେ ଆଜ୍ଞା ଯୋଉ ହିସାବରେ ରାଜନୈତିକ ହିସାବରେ ସାଇ ଫୋପାଡ଼ିଥାନ୍ତେ ଅଣ୍ଡା ଫୋପାଡ଼ି ଯାହା କରିପାରିଥାନ୍ତେ ହଁ ଜୀବନ ମାରିଦେବା ଆଜ୍ଞା ଏଇଟା ତ କେବେ ରାଜନୈତିକରେ ମୁଁ ଓଡିଶାରେ ପ୍ରଥମ ରାଜନୀତିକ ଥର ପାଇଁ ନୁହଁ ଦେଖୁଛି ଗଣତନ୍ତ୍ର ଏଇଟାକୁ ତ କେବେ ଆକ୍ସେପ୍ଟ ମୁଁ କରାଯାଇ ପାରିବ ଯାଜପୁରରେ ଆଜ୍ଞା ନାହିଁ ପ୍ରଥମ ଥର ଦେଖୁଛି ଲୋକ ପ୍ରତିନିଧିକି ମାରାତ୍ମକ ମାରିଦେବା ପାଇଁ କରାହଉଛି ଏମିତି ଏଇଟା ତ ମୁଁ ପ୍ରଥମ ଥର ପାଇଁ ଦେଖୁଛି ସାଧାରଣ ଜନତା ଦେଖୁଛନ୍ତି ନିଶ୍ଚୟ ସାଧାରଣ ଜନତାର ଜବାବ ଦେବେ ଯେତେ ସେ ଭୟଭୀତ କଲେଣି ଆଜ୍ଞା ଆମେ ଲୋକଙ୍କ କାମ କରିବାକୁ ପଛଘୁଞ୍ଚା ଦବୁନୁ ଆମେ ନିଶ୍ଚୟ ଲୋକଙ୍କ କାର୍ଯ୍ୟ ସେମିତି କରିଚାଲିଥିବୁ ଆଚ୍ଛା ଆଉ ଗୋଟେ ଜାଗାରେ ଷ୍ଟ୍ରାଇକ ବୋଧେ ହେଇଥିଲା ବିରଜା ମନ୍ଦିରଙ୍କର ଯୋଉ ପ୍ରକଳ୍ପକୁ ନେଇକି ଆନ୍ଦୋଳନ ଚାଲିଥିଲା ସେଇ ସମ୍ପର୍କରେ ଆପଣ କଣ କହିବେ
ମୁଁ ତାପରେ ଆଜ୍ଞା ମୋର କିଛି ଜ୍ଞାନ ନାହିଁ, ମୁଁ ପୁରା ଅବଗତ ତାପରେ, ମୋର କିଛି ଆଜ୍ଞା। ଜ୍ଞାନ ନାହିଁ। ଆଚ୍ଛା, ତାହେଲେ ଆପଣ ଏଟାକୁ କହୁଛନ୍ତି ଯେ ଆପଣ କେମିତି ଭାବୁଛନ୍ତି ଯେ ଏଟାକୁ ପ୍ରଣବ ପ୍ରକାଶ ଦାସଙ୍କର ଷଡ଼ଯନ୍ତ୍ର ଥାଇପାରେ ଆଜ୍ଞା ବୋଲି? ମୁଁ ନିଜେ ଭିକ୍ଟିମ୍, ମୋ ଆଗରେ କହିଲେ ଆଜ୍ଞା ବବି ଦାସ ପଠେଇଛି ମାରିଦେବୁ, ଆଜ୍ଞା ତାଙ୍କର ଲୋକ ଗୁରା ସବୁ ସେଠି ଥିଲେ, ତାଙ୍କ ବିଜୁ ଜନତା ଦଳ ସଭାପତି, ତାଙ୍କ ସରପଞ୍ଚ ମାନେ ଆରେଷ୍ଟ ହେଇଛି, ତାଙ୍କ ସରପଞ୍ଚ ବି ସେଠି ଥିଲେ ଆଜ୍ଞା। ମୁଁ ଆଉ କେମିତି କହିବି ଆଜ୍ଞା? ନାଇଁ, ହୁଏତ ସେଠି ଆଉ କିଏ କରିକି ତାଙ୍କ ନାଁ ନେଇଥାଇ ପାରିଥାଏ, କାରଣ ଜଣେ ଯଦି ଚେଷ୍ଟା କରିବ ମାରିବା ପାଇଁ, ଗୁଣ୍ଡା ପଠେଇବ, ହୁଏତ ତାଙ୍କର ନାଁ ଟାକୁ ସେ ନ କହିକି ଆଜ୍ଞା ସରପଞ୍ଚ ତାଙ୍କର, ସିଏ ବିଜୁ ଛାତ୍ର ତାଙ୍କର ଆଜ୍ଞା, ତାଙ୍କର ସୋସିଆଲ ମିଡିଆ ତାଙ୍କ ସହିତ ବସୁଛନ୍ତି ସବୁବେଳେ, ସବୁ କାମ କରୁଛନ୍ତି, ସେମାନେ ଆଜ୍ଞା କହିଲେ। ତାପରେ ଆଚ୍ଛା। ଆଜ୍ଞା ଭବ ପ୍ରକାଶ ଦାସ ମତେ କାହିଁ ସାଙ୍ଗେ ସାଙ୍ଗେ ଫୋନ କଲେ ଆଜ୍ଞା? ହଁ ହଁ, ଫୋନ କରିକି ଆପଣଙ୍କୁ କଣ କହିଲେ, ଏ କଥାଟାକୁ କମ୍ପ୍ରମାଇଜ କରିଦବା ପାଇଁ? କଥାଟାକୁ ଏଇଠି ସେଇଠି ଦାବି ଦିଅ, ଯାହା ହେଇଛି କଥାଟା ବଢାନା, ଆଉ ମୁଁ ଯାହା ହେଇଛି ଭାଇ ଏଥିରେ ମୁଁ ଭୁଲ ମାଗୁଛି, ଭାଇ କ୍ଷମା ମାଗୁଛନ୍ତି, କଥାଟା ଏଥିରେ ଦାବି ଦିଅ। ଆଚ୍ଛା, ତାପରେ ଭବପ୍ରସାଦ ଦାସ ବି ସରି ପ୍ରଣବ ପ୍ରକାଶ ଦାସ ବି ସେ ଗୋଟେ ବାଇଟରେ କହିଛନ୍ତି ଯଦି ଏଟାକୁ ମାନେ ଇନଭେଷ୍ଟିଗେସନ କରାଯାଉ, ଯଦି ତାଙ୍କର ଭାଇ ଏଥିରେ ସମ୍ପୃକ୍ତ ଥିବେ ଆଜ୍ଞା କିମ୍ବା କିଏ ତାଙ୍କର ଥିବେ। ପେଶା ହେଲା କ୍ରାଇମ କରିବା, ପଇସା କଲେକ୍ସନ କରିବା, ସେ ପେଶାଦାର, ସେ କାମରେ ସେ ମାଷ୍ଟର, ଏବଂ ତାକୁ ଯାଇ ମିଡିଆ ଆଗରେ କଭର ଆପ କରିବା, ଏଇ ଜିନିଷ ଆଜ୍ଞା, ଏ କୁଚକ୍ରୀ ରାଜନୀତି, ଏଥିରେ ସମସ୍ତେ ଧରା ପଡି ଯାଉଛନ୍ତି। ଆଇନ ହିସାବରେ ଠିକ କାର୍ଯ୍ୟକାରୀ କରାହବ। ଭାରତୀୟ ଜନତା ପାର୍ଟି ସରକାର ଯିଏ ଆଜ୍ଞା ଚୋର କାମ କରିବ କାହାକୁ ଛଡା ହବନି, ସେଇ ହିସାବରେ ପୋଲିସ ସଜାଗ ଅଛି। ସେ ଆଗାମୀ ଦିନ ଜଣା ପଡିବ ସେ କଣ କରିଛନ୍ତି ନ କରିଛନ୍ତି। ସେ ଯୋଉ ଗୁଣ୍ଡାରାଜ 25 ବର୍ଷ କରି ଯାଇଥିଲେ ସମାପ୍ତ ହବାକୁ ଯାଉଛି, ତେଣୁ ସେ ସେଇ ଲାଷ୍ଟ ସମୟରେ ସେ ଏମିତି କାମ କ୍ରାଇମ କରିବାକୁ ପଛଘୁଞ୍ଚା ଦଉନାହାନ୍ତି। ଆଜ୍ଞା, ତାହେଲେ ଆପଣଙ୍କ ଯୋଉ ଧନ୍ୟବାଦ। ପିଏସ୍ଓ ଠାରୁ କଣ ପିସ୍ତଲ ଛଡେଇ ନେଇଥିଲେ? ଛଡେଇବାକୁ ଆଜ୍ଞା ଚେଷ୍ଟା କରିଥିଲେ, ପିସ୍ତଲ ଛଡେଇଲା ଭିତରେ ପିସ୍ତଲଟାକୁ ସେ କାଢି ପାରିନଥିଲେ। ଆଚ୍ଛା, ଆପଣ ଏଇ ସବୁ ଏତେ ବଡ ଘଟଣା ଘଟିଲା, ଏଇଟା ଗୋଟେ ନିହାତି ଭାବରେ ନିନ୍ଦନୀୟ ଘଟଣା, ଜଣଙ୍କୁ ଜୀବନ ମାରିଦେବା ପାଇଁ ଉଦ୍ୟମ କରାଯିବା, ଏଥିପାଇଁ ଆପଣ କିମ୍ବା ଆପଣଙ୍କ ଦଳ କଣ ମାନେ ପଦକ୍ଷେପ ନେବ ବୋଲି ଆପଣ ଭାବୁଛନ୍ତି? ନିଶ୍ଚୟ ଆଜ୍ଞା, ଦଳର ମୁଖ୍ୟମନ୍ତ୍ରୀ, ଦଳର ଉପମୁଖ୍ୟମନ୍ତ୍ରୀ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ସମସ୍ତେ ସଜାଗ ଅଛନ୍ତି। ନିଶ୍ଚୟ ମତେ ରାତି ସାରା ଦିନ ସାରା ଫୋନ, କେମିତି ଠିକରେ ଶାନ୍ତି ଶୃଙ୍ଖଳା ଲ ଆଣ୍ଡ ଅର୍ଡରକୁ ଆମେ ସରକାର ଦଳ ଠିକ ରଖିବା, ଏବଂ ଯୋଉମାନେ ଆସାମୀ ଅଛନ୍ତି ନିଶ୍ଚୟ ଧରା ହବ, ଏବଂ ରାତିରେ ବି 50 ପ୍ଲାଟୁନ ପୋଲିସ ଯାଇ ପହଞ୍ଚୁଛନ୍ତି ସେଠି ଯାଜପୁର ଟାଉନରେ। ସେ ଲ ଆଣ୍ଡ ଅର୍ଡର ସିଚୁଏସନକୁ ଜଗିକି ସେ ଆସାମୀ ମାନଙ୍କୁ ଆରେଷ୍ଟ କରାହବ। ଆମ ସରକାର ପୁରା ତତ୍ପର ଅଛି ଏଥିରେ। ଆଜ୍ଞା ଆଜ୍ଞା ଧନ୍ୟବାଦ। ଆଜ୍ଞା ଆଜ୍ଞା।